Nebuchadnezzar was speaking about his glory and honor. ରାଜା ନବୁକଦନେଜର ନିଜର ମହିମା ଓ ଗୌରବ ବିଷୟରେ କଥା କହୁଥିଲା। What did he mention? ସେ କଣ ବୋଲି କହିଥିଲା? He talked about his buildings, he talked about his kingdom and all the things in his kingdom. ଆଚ୍ଛା, ବର୍ତ୍ତମାନ ରାଜା କଣ ବିଷୟରେ କଥା ହଉଛି? ତାଙ୍କ ରାଜ୍ୟ ବିଷୟରେ, ତାଙ୍କେ ବାନ୍ଧିଥିବା ବଡ଼ ବଡ଼ ପ୍ୟାଲେସ୍ ବିଲ୍ଡିଂ ବିଷୟରେ କହୁଥିଲା। And the moment he started speaking, the vision and the dream that was spoken 12 months before immediately took place. ଯେତେବେଳେ ସେ କହୁଛି, କଥା କହୁଥିବା ସମୟରେ ଯୋଉ ସ୍ୱପ୍ନ 12 ମାସ ତଳେ କୁହାଇଥିଲା, ତାଙ୍କେ ଦେଖିଥିଲେ, ସେଇଟା ତତ୍କ୍ଷଣକେ କହିଲା, ଜାରି ହେଲା। I want you to remember all the things that people told 12 months before for your own good. ପ୍ରିୟ ବନ୍ଧୁମାନେ, 12 ମାସ ପୂର୍ବେ ଅନେକ ଲୋକମାନେ ଆପଣମାନଙ୍କୁ କେତେ ଗୁଡ଼ାଏ ଭାବନା, କେତେ ଗୁଡ଼ାଏ ଭଲ ଜିନିଷ କହିଥିବେ, ସେଇଗୁଡ଼ାକୁ ବର୍ତ୍ତମାନ ଆପଣମାନେ ମନେ ପକାନ୍ତୁ। Because 12 months, after 12 months, who knows, same thing will happen with us also. କିଏ ଜାଣିଛି 12 ମାସ ପରେ ଆମ ଜୀବନରେ ମଧ୍ୟ এই ପ୍ରକାର ଘଟଣା ଘଟିପାରେ। So, word of God says here very clearly that the voice from heaven was heard. ଈଶ୍ୱରଙ୍କ ବାକ୍ୟ କ'ଣ କହୁଛି? ସେହି ସମୟରେ ସ୍ୱର୍ଗରୁ ସେ ରବ ରାଜା ଶୁଣିଲେ। And the voice was saying that the kingdom is taken away from Nebuchadnezzar. ସେ ରବ, ସେ ଆୱାଜ କ'ଣ କହିଲା? ରାଜା, ତୁମଠାରୁ ତୁମରି ରାଜ୍ୟ ନିଆଗଲା। Verse 32. ତାପରେ 32 ପଢିବା। Daniel chapter 4 verse 32. କେହି ଜଣେ ପଢିବେ? ଦାନିଏଲ 4:32। ପୁଣି ତୁମେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମର ବସିତ ହେବ। ବଳଦ ନ୍ୟାୟ ତୁମକୁ ତୃଣ ରୋଜି କରାଯିବ। ଏହି ରୂପେ ତୁମ ଉପରେ 7 କାଳ ବହିଯିବ। ଶେଷରେ ଯିଏ ସର୍ବପରିସ୍ଥିତ, ସେ ଯେ ମଣିଷମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବା। Till what time does God allow problems and difficulties? ପ୍ରିୟ ବନ୍ଧୁମାନେ, ପରମେଶ୍ୱର କେତେ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ଜଣେ ଲୋକ ଜୀବନରେ ଦିଅନ୍ତି, ଛାଡ଼ନ୍ତି, ଅନୁମତି ଦିଅନ୍ତି? Till we come to Christ, till we come to God, humble ourselves and completely give our hearts, God does not stop the problem. ପ୍ରିୟ ବନ୍ଧୁମାନେ, ଯେତେବେଳେ ପର୍ଯ୍ୟନ୍ତ ଆମେ ନମ୍ର ହେଇକି ପରମେଶ୍ୱରଙ୍କ ପାଖକୁ ନ ଆସିବା ପର୍ଯ୍ୟନ୍ତ ଆମ ଜୀବନରେ ଦୁଃଖ କଷ୍ଟ ଆସିଥାଏ। Word of God says 7 years were needed for Nebuchadnezzar to come to Christ and say, you are alone God of heaven. ରାଜା ନବୁକଦନେଜରକୁ 7 ବର୍ଷ ଲାଗିଲା। କ'ଣ ପାଇଁ? କି ପରମେଶ୍ୱରକୁ ସେ ସ୍ୱୀକାର କରିକି ଆଉ ପରମେଶ୍ୱରକୁ ଯେତେବେଳେ ପର୍ଯ୍ୟନ୍ତ ନ କହିଲା, ହେ ପରମେଶ୍ୱର, ତମେ ହିଁ ରାଜାମାନଙ୍କ ରାଜା ଏବଂ ପ୍ରଭୁମାନଙ୍କର ପ୍ରଭୁ। Let me ask a question. ଆସନ୍ତୁ ଆମେ ଗୋଟେ ପ୍ରଶ୍ନ ଦେଖିବା। How many of you been suffering with some problem, whatever it is, for 7 years? ଆଚ୍ଛା, ଆମମାନଙ୍କ ମଝିରେ ଗୋଟେ ପ୍ରଶ୍ନ ଉଠିଛି, 7 ବର୍ଷ ହେଇପାରେ ଶାରୀରିକ ବା ଅନ୍ୟାନ୍ୟ ରୋଗରେ 7 ବର୍ଷ ଯଦି ଆମେ ଅନୁଭବ କରୁଛୁ, ଏ ପ୍ରକାର କିଏ ଅଛି କି? Anyone? କିଏ ଅଛି? ବର୍ତ୍ତମାନ କୌଣସି ଗୋଟେ ସମସ୍ୟା, କୌଣସି ଗୋଟେ ଅସୁବିଧା 7 ବର୍ଷ ଧରି ଆପଣ ଅପେକ୍ଷା କରି ଅଛନ୍ତି ସେଇ ପ୍ରଶ୍ନର, ସେଇ ଦୁଃଖର, ସେଇ ଅସୁବିଧାର ରାସ୍ତା। It may be that 1 year you are suffering or 2 years and then the problem is gone. ହେଇପାରେ ବର୍ଷେ, ହେଇପାରେ 2 ବର୍ଷ ଆପଣ ସେ ଅସୁବିଧା ଅନୁଭବ କଲେ, ତାପରେ ସେ ଅସୁବିଧା ପାର ହେଇଗଲା। Because God feels that 2 years are enough for you and me. ପରମେଶ୍ୱର ଭାବିଲେ, ହଁ, ଏ ବ୍ୟକ୍ତିକୁ ରାସ୍ତାକୁ ଆଣିବା ପାଇଁ ଏ 2 ବର୍ଷର ଅସୁବିଧା ଯଥେଷ୍ଟ। But Nebuchadnezzar was full of pride. ପ୍ରିୟ ବନ୍ଧୁମାନେ, ରାଜା ନବୁକଦନେଜର ପୁରା ଅହଙ୍କାରରେ ପରିପୂର୍ଣ୍ଣ ଥିଲେ।
And to bring down that pride, 1 and 2 years is not enough. God had to put him in problem for 7 long years. ସେ ଗର୍ବ ସେ ଅହଙ୍କାରକୁ କମେଇବା ପାଇଁ ପରମେଶ୍ୱର କେତେ ବର୍ଷ ନେଲେ? 7 ବର୍ଷ ନେଲେ। Our pride will come down within 6 months also, or 1 year or 2 years. କେ ହେଇପାରେ ଆମମାନଙ୍କ ଅହଙ୍କାର ବର୍ଷେ 6 ମାସ 2 ବର୍ଷ ଭିତରେ କମିଯାଏ। But king's pride, King Nebuchadnezzar's pride, it had to come down. It took 7 long years. ଠିକ ସେଇ ପ୍ରକାର ରାଜାଙ୍କର ସେ ଅହଙ୍କାର ସେ କ'ଣ ଗର୍ବ 7 ବର୍ଷ ଲାଗିଲା କମିବା ପାଇଁ। Is some problem that is in your life which you are not able to get rid of, and it is for there for years and years? ଯଦି ଆପଣମାନଙ୍କ ଜୀବନରେ କୌଣସି ଏ ପ୍ରକାର ଅସୁବିଧା ଅଛି, ବର୍ଷ ବର୍ଷ ଧରି ସେଇ ଅସୁବିଧା ସେ ସମସ୍ୟା ଲାଗି ରହିଛି, You have to be humble. ଏହାର ଅର୍ଥ ଆମେ ନମ୍ର ହେବାକୁ ପଡ଼ିବ। I have to say this. ମୁଁ କହିବାକୁ ଅଛି, There are some people who are not receiving blessings that they are supposed to receive. ଅନେକ ଲୋକମାନେ ଯାହାର ଜୀବନରେ ଆଶୀର୍ବାଦ ଆସିବାର ଅଛି ସେମାନେ ପାଉନାହାନ୍ତି। You're going ahead, okay. But they are not receiving it because they are not humble. ସେମାନେ ପାଉନାହାନ୍ତି କାହିଁକି ନା ସେମାନେ ନମ୍ର ହେଉନାହାନ୍ତି। It is not that Nebuchadnezzar's kingdom is with him and he is humbling. No, everything is taken away from him which he has. ଏହା ରାଜାର ଜୀବନ କହିଛି ସବୁ କିଛି ତାର ଜୀବନରୁ ନିଆଗଲା ଯାହା ତାର ପାଖରେ ଥିଲା। God could have humbled him in the kingdom itself. ଯଦି ପରମେଶ୍ୱର ଚାହିଁଥାନ୍ତା ସେଇ ରାଜ୍ୟ ଭିତରେ ହିଁ ତାକୁ ନମ୍ର କରେଇଥାନ୍ତା। But God knew very well that whatever is around Nebuchadnezzar or with Nebuchadnezzar, he has to leave it. ପ୍ରିୟ ବନ୍ଧୁମାନେ, କାହିଁକି ପରମେଶ୍ୱର ନବୁକଦନେଜରକୁ 7 ବର୍ଷ ରାଜ୍ୟରୁ ବାହାର କଲେ? କାହିଁକି ନା ଯାହା କିଛି ନବୁକଦନେଜରକୁ ସେଇ ଅହଙ୍କାରରୁ ଦୂର କରୁଛି ସେ ସବୁ ଦୂର କରିବାକୁ ଅଛି। So that Nebuchadnezzar will say, now no buildings, now no palace, now no this, now no chariots. I am only dependent upon God. ହେଲେ ନବୁକଦନେଜର କ'ଣ କରିଥାନ୍ତା? ବର୍ତ୍ତମାନ ରାଜ୍ୟ ନାହିଁ, ଶାସନ କରିବାର ଅଧିକାର ନାହିଁ, ସିଂହାସନ ନାହିଁ, ଆଉ କିଛି ମୋ ପାଖେ ନାହିଁ, ଆଉ କ'ଣ ମୁଁ କେବଳ ପରମେଶ୍ୱରଙ୍କୁ ନିର୍ଭର କରିବି। I have heard testimony of so many people. ଅନେକ ଲୋକମାନଙ୍କର କାହାଣୀ ମୁଁ ଶୁଣିଅଛି। They said, I had so many things, but God took it away, but now I am very fine with it. ଲୋକେ କହନ୍ତି ମୋର ପାଖେ ଅଧିକ ଜିନିଷ ଥିଲା, ବହୁତ ଜିନିଷ ଥିଲା, ପରମେଶ୍ୱର ସବୁ ନେଇଗଲା, ବର୍ତ୍ତମାନ ମୁଁ ଖୁସିରେ ଅଛି। Even though I don't have anything, I am still happy because God is with me. ମୋ ପାଖେ କିଛି ନାହିଁ ବର୍ତ୍ତମାନ, ହେଲେ ମଧ୍ୟ ପରମେଶ୍ୱର ମୋ ପାଖେ ଅଛି ବୋଲି ମୁଁ ସନ୍ତୁଷ୍ଟରେ ଅଛି। Word of God says he was not just taken away from kingdom, he had to eat grass. ଈଶ୍ୱରଙ୍କ ବାକ୍ୟ କହେ କେବଳ ତା ହସ୍ତରୁ ରାଜ୍ୟ ନ୍ୟାୟ ହେଇଛି, ଏତିକି ନୁହେଁ କିନ୍ତୁ ସେ କ'ଣ ଖାଇଲେ? ଘାସ ଖାଇଲେ। After the last session, someone asked me, did he literally eat grass? Someone asked, one of you asked. ଶେଷ ଜ୍ୟେଷ୍ଠ ବିତି ଯାଇଥିବା ସେସନ ପରେ କ'ଣ ସତରେ ରାଜା ନବୁକଦନେଜର ଘାସ ଖାଇଥିଲେ? And I said, yes, he ate grass. ବାଇବଲ କହୁଛି ଠିକ ରାଜା ନବୁକଦନେଜର ଘାସ ଖାଇଲା। And it says he ate grass like an ox. ଆଉ ସେ କି ପ୍ରକାର ଖାଇଲେ? ବଳଦ ପରି ଘାସ ଖାଇଲେ। It's not leafy vegetables he ate. It's talking about grass. ଆଉ ସେ କ'ଣ ପନିପରିବା ଖାଇନାହାନ୍ତି, ସେ କ'ଣ ଖାଇଲେ? ଘାସ ଖାଇଲେ। Next verse. ଆସନ୍ତୁ ଆଗକୁ ଯିବା। He must have eaten leafy vegetables, but it talks about grass. ଆଚ୍ଛା ଶୁଣନ୍ତୁ, ଆଚ୍ଛା ଶୁଣନ୍ତୁ। What happened? They are asking, did he really eat grass or anything else? Or anything else? He must have eaten anything else also, but it talks about grass. ଆଚ୍ଛା, ବଳଦ ମାନେ 4ଟା ଗୋଡ଼ରେ ଚାଲବାର କଥା ନାହିଁ, କିନ୍ତୁ ବଳଦ ପରି ଘାସ ଖାଇଲା। ହେଲା, ଦ୍ୱିତୀୟ କଥା, there are some people who eat grass. Okay. Okay. ଆଉ କେତେ ଲୋକ ଅଛନ୍ତି ଦେହର ସୁସ୍ଥତା ପାଇଁ ଘାସ ଖାଆନ୍ତି।
ହେଲା। When you eat wheat grass or any grass, your mind becomes clear. କେତେ ଲୋକ ଗହମ ଘାସ ଖାଆନ୍ତି, ବୁଝିଲେ, ହେଲେ ଗହମ ଘାସ କି ପତ୍ର ଗୁଡାକ କିନ୍ତୁ ସମସ୍ତ କଣ କହୁ ଆମେ ଲିଭ୍ ପତ୍ର ବୋଲି, ଘାସ ମଧ୍ୟ ଛୋଟ ଛୋଟ ପତ୍ର। Your mind will become clear. ଆଉ ନିଜର ମସ୍ତିଷ୍କ କିଭଳି ହବ, ପୁରା ପରିଷ୍କାର ହେବ। Don't think that God is interested in simply putting him down. No, it's a blessing. ଆଉ ପରମେଶ୍ୱର ଏ ଘାସ କାହିଁକି ଖୁଆଇଲେ, କାହିଁକି ଘାସ ଆମକୁ ଦେଲେ, ଘାସ ମଧ୍ୟ ଗୋଟେ ଆଶୀର୍ବାଦ। Do you think it's a blessing that Nebuchadnezzar lost everything? କଣ ନାବୁକଦନେସର ସବୁ କିଛି ହରାଇଲେ ନବୁକଦନେସର ପାଇଁ ଗୋଟେ ଆଶୀର୍ବାଦ କି? Yes, it is a blessing. ହଁ, ଏଇଟା ଗୋଟେ ଆଶୀର୍ବାଦ। Even though you have everything and if you don't have God, it's the worst. It's a curse. ଆପଣଙ୍କ ଜୀବନରେ ସବୁ କିଛି ଅଛି କିନ୍ତୁ ଯେ ପରମେଶ୍ୱର ନାହାନ୍ତି, ହେଲେ ସବୁ କିଛି କଣ ବୃଥା। That's the reason Matthew chapter 6 verse 33 says, "Seek ye first the kingdom of God and his righteousness, and all these things will be added unto you." ପରମେଶ୍ୱର ବାକ୍ୟ କଣ କହୁଛି ମାଥିଉ 6:33ରେ, ପ୍ରଥମେ ତାଙ୍କର ରାଜ୍ୟକୁ ଅନୁସନ୍ଧାନ କର, ତାହାପରେ ସବୁ କିଛି ତମେ ପାଇବ। But what happened with Nebuchadnezzar is he got everything, but he did not seek the kingdom of God first. ସେ ସବୁ ପାଇଲା କିନ୍ତୁ ଈଶ୍ୱରଙ୍କ ରାଜ୍ୟ ସେ ପାଇନାହିଁ। And so God reversed it and said, "Okay, now you seek the thing first, then we will see later things." ପରମେଶ୍ୱର କଣ କଲେ, ସେଇ ରାସ୍ତାକୁ ପୁରା ବୁଲେଇକି ଆଣିଲେ, ଆଉ କଣ କହିଲେ, ପ୍ରଥମେ ତମେ ଈଶ୍ୱରଙ୍କ ରାଜ୍ୟ ଖୋଲ, ଅନୁସନ୍ଧାନ କର, ତାହାପରେ ଯାହା ତମେ ହରେଇଛ ତାହା ତମକୁ ଦେବି। This world is full of trying to get worldly things. This world, this people in the world wants to gain everything in the world. ଆଚ୍ଛା, ଏ ପୃଥିବୀର ଲୋକମାନେ କେମିତି, ସମସ୍ତେ ସବୁ କିଛି ପାଇବା ପାଇଁ ଚେଷ୍ଟା କରୁଛନ୍ତି, But they are losing their own soul. କିନ୍ତୁ ତାଙ୍କେ କଣ ହରଉଛନ୍ତି, କଣ ହରଉଛନ୍ତି, ତାଙ୍କର ନିଜର ପ୍ରାଣ। Matthew chapter 16 verse 26. ମାଥିଉ 16:26, ମାଥିଉ 16:26। ଆଉ ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ହଁ ଆପଣା ଜୀବନ ହରାଏ, ହଁ ତେବେ ତାହାର କି ଲାଭ ହେବ? ହଁ କିମ୍ବା ମନୁଷ୍ୟ ଆପଣାର ଜୀବନ ବଦଳରେ କଣ ଦେବ? Are you able to understand? ଆପଣ ବୁଝିପାରିଲେ? Someone read from behind, ladies. Sisters. ମା ଭଉଣୀ ମାନେ ଯେ ପଛରେ ଅଛନ୍ତି, ଆପଣ କିଏ ପଢିପାରିବେ? ମାଥିଉ 16:26। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେବ? Word of God says, how can you exchange your life with something else? ଈଶ୍ୱରଙ୍କ ବାକ୍ୟ କହେ ଆମର ନିଜ ଜୀବନ ଆଉ କୌଣସି ଜିନିଷ ସହିତ କି ପ୍ରକାର ବଦଳାଇବା। What is the cost of your life? ଆପଣଙ୍କ ଜୀବନର ମୂଲ୍ୟ କେତେ? ଆମମାନଙ୍କ ଜୀବନର ମୂଲ୍ୟ କେତେ? I was told the cost of one nail is some thousands of rupees. ଆଚ୍ଛା, ଏଇ ଯୋଉ ନଖର ଦାମ କେତେ? କେତେ ଗୁଡେ ହଜାର ଟଙ୍କା। Some people told me if you have to transplant kidney, it takes lakhs of rupees. ଯଦି କାହାର କିଡନୀ ଖରାପ ହେଇଯାଉଛି, ସେମାନେ କଣ ଲକ୍ଷ ଲକ୍ଷ ଟଙ୍କା ଦେଇକି କିଣନ୍ତି। What is the cost of your life? ହେଲେ ପ୍ରିୟ ଭାଇ ମାନେ ଭଉଣୀ ମାନେ, ଆପଣ ମାନଙ୍କ ଜୀବନର ମୂଲ୍ୟ କେତେ? Blood of Jesus. We cannot value our life. ଆମର ଜୀବନର ମୂଲ୍ୟ ନାହିଁ, କାହିଁକି ନା ଏହା କାହା ଦ୍ୱାରା କିଣା ହେଇଛି? ଯୀଶୁଙ୍କ ରକ୍ତରେ କିଣା ହେଇଛି। I know about one person who was very rich, ମୁଁ ଜଣେ ଲୋକ ବିଷୟ ଜାଣିଅଛି ଯେ କି ସେ ବହୁତ ଧନୀ ଥିଲା, and he was so much rich that by mistake he broke one of the laws of the government. By mistake he broke one of the laws of the government. ଏ ଲୋକ ଏତେ ଧନୀ ଲୋକ କିନ୍ତୁ ଭୁଲରେ ଗଭର୍ଣ୍ଣମେଣ୍ଟର ଗୋଟେ କାନୁନକୁ ସେ ଭାଙ୍ଗିଲା। And because of that, government caught him and put him in jail. A rich man.
ସେ ଏ ଭୁଲ କଲା ବୋଲିକି ଗଭର୍ଣ୍ଣମେଣ୍ଟ କଣ କଲା ତାକୁ ଧରିକିରି ଭିତରେ ପୁରେଇ ଦେଲା। And now this man was in jail and he was trying to see how he can come out. ଏ ବର୍ତ୍ତମାନ ଏଇ ଲୋକଟା କୋଉଠି ଅଛି? ଭିତରେ ଅଛି। କୋଉ ଭିତରେ? ଜେଲ ଘର ଭିତରେ। ସେଇଠୁ ସେ କି ପ୍ରକାର ବାହାର ହେବ ସେ ଚେଷ୍ଟା କରୁଛି। And the court said this person has to be there lifelong, he cannot come out. ଆଉ କୋର୍ଟ କଚେରୀ କହିଲା ଇଏ ଲୋକ ଜୀବନ ସାରା ଭିତରେ ଥିବାର ଅଛି, ବାହାରକୁ ବାହାରିବାକୁ ନାହିଁ। And because of that tension, this man got into high BP and lot of stress and all health issues. ଏଇ ଯୋଉ ଭାବନା ଯୋଗୁ ତାର କଣ ହେଲା? ବିପି ଆରମ୍ଭ ହେଲା, ଅନେକ ଷ୍ଟ୍ରେସ୍ ଆଉ ବେଦନା ଆସିଲା। And then because of the health issues, this man died before he could finish the punishment. ପ୍ରିୟ ବନ୍ଧୁ ମାନେ ଏଇ ଯୋଉ ବିପି ଯୋଗୁ ଏଇ ସବୁ ରୋଗ ଯାହା ଜେଲ ଘରେ ଆରମ୍ଭ ହେଲା, ଏଇଥି ଯୋଗୁ ସେ ଲୋକଟା ତାକୁ ଛାଡିବା ପୂର୍ବେ ହିଁ ଜେଲ ଘରେ ସେ ମରିଗଲା। The news says that not even a cloth was there to cover his dead body in the jail. ପ୍ରିୟ ବନ୍ଧୁ ମାନେ ଯେତେବେଳେ ଏଇ ଲୋକ ମରିଗଲେ ସେଇ ସମୟରେ ତାକୁ ଘୋଡ଼େଇବା ପାଇଁ ଗୋଟିଏ ଛୋଟ କପଡ଼ା ମଧ୍ୟ ନଥିଲା। But this is a rich man, no? କିନ୍ତୁ ଏ ଧନୀ ଲୋକଟା He has lots and crores of rupees. He was living a very lavish life, but not even a single cloth. ତାର କୋଟି କୋଟି ଟଙ୍କା ଥିଲା, ସେ ବହୁତ ମଜା ମୌଲିସରେ ବଞ୍ଚିଥିଲା, କିନ୍ତୁ ବର୍ତ୍ତମାନ କିଛି ନାହିଁ। Word of God says you cannot exchange your life because this life is Jesus' life. ପ୍ରିୟ ବନ୍ଧୁମାନେ ଆମର ଏ ଜୀବନକୁ ଆମେ ବଦଳାଇ ପାରିବା ନାହିଁ, କାହିଁକି ନା ଏଇ ଜୀବନ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ କିଣା ହେଇଛି। One story is told about one small boy who was kidnapped by a gang. ଆଉ ଗୋଟେ ଛୋଟ ପିଲା ବିଷୟରେ ଗୋଟେ କାହାଣୀ ଅଛି ଯାହାକୁ କି ଲୋକମାନେ କଣ କରିଥିଲେ? କିଡନାପ କରି ନେଇଗଲେ। And that gang leader said to these parents, if you want your baby, if you want your child to be alive, give us 2 crore rupees. ଆଉ ସେ ଯୋଉ ଗ୍ୟାଙ୍ଗ ଲିଡର କଣ କହିଲେ? ଯଦି ତୁମର ପୁଅକୁ ତମେ ଚାହୁଁଛ ହେଲେ ଆମକୁ 2 କୋଟି ଟଙ୍କା ଦେବ। And the parents said, oh, 2 crores is too big for us. How can we give? Please give our child back. ଆଉ ଏମାନେ କଣ କହିଲେ? 2 କୋଟି ଟଙ୍କା ଆମେ କୁଆଡେ ଦେବୁ ନାହିଁ, ଆମେ କେମିତି ଦେବୁ? ଏଟା ବହୁତ ବଡ ସଂଖ୍ୟା ହେଇଗଲା, ଆମର ପୁଅକୁ ଆମକୁ ଫେରେଇ ଦିଅ। They said, no, if you don't give us 2 crores, we'll kill your child. ତାଙ୍କେ କହିଲେ କଣ କହିଲେ? ଏ 2 କୋଟି ଟଙ୍କା ନ ଦେଲେ ତମର ପୁଅକୁ ଆମେ ମାରିଦେବୁ। Those parents somehow gathered 2 crores of rupees and gave it to that gang leader and got their child safe. ସେମାନେ କୋଉ ମାନେ ରାସ୍ତା ଖୋଜିକି ଆକୁ ତାକୁ ମାଗିକି 2 କୋଟି ଟଙ୍କା ସଞ୍ଚୟ କରିକି ସେମାନଙ୍କୁ ଦେଲେ ଆଉ ପୁଅକୁ ତାଙ୍କ ହସ୍ତରୁ ମୁକୁଳାଇଲେ। So many people question, small child only, no, why they have to give 2 crore rupees and save that child? ଆରେ ସାନ ପିଲା ସିନା, ସେ ପିଲା ପାଇଁ କାହିଁକି ତମେ 2 କୋଟି ଟଙ୍କା ଦେଲ? If it was a big adult, then it's okay, 2 crores. ଯଦି ଯୁବକ ଭେଣ୍ଡିଆ ବୟସକ ଯୁବକ ଥିଲେ ବୋଲେ ଆମେ ଏହା 2 କୋଟି ଟଙ୍କାର କୌଣସି ଗୋଟେ ମୂଲ୍ୟ ଥାନ୍ତା। You couple, you are young, you could have another child. ତମେ ଯୌବନ ଜୀବନରେ ଅଛ, ଯଦି ତମେ ଚାହିଁଲେ ଆଉ ଗୋଟେ ପୁଅ ଝିଅ ତମେ ସନ୍ତାନ ତମେ ଜନ୍ମ କରିପାରିବ। Was that child worthy of 2 crore rupees? କଣ ସେ ପିଲାର ଯୋଗ୍ୟତା ଅଛି 2 କୋଟି ଟଙ୍କାର? The parents said, that child is worth the blood of Christ. ସେ ବାପା ମା କହିଲେ ସେ 2 କୋଟି ଟଙ୍କାରୁ ସେ ପିଲାର ଦାମ କେତେ? ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ। 2 crores is absolutely nothing ଦୁଇ- in front of that child. 2 କୋଟି ଟଙ୍କା ବେଶୀ କିଛି ନାହିଁ। And word of God says that you cannot exchange your life for worldly things. ଈଶ୍ୱରଙ୍କ ବାକ୍ୟ କହେ ଜାଗତିକ ଜିନିଷ ପାଇଁ ଆମର ଜୀବନକୁ ଆମେ ବଦଳାଇ ପାରିବା ନାହିଁ। Interview was taken. ଇଣ୍ଟରଭ୍ୟୁ କରାଗଲା। If given a privilege to you to receive something 1 crore or 2 crore rupees in 1 week, what are you ready to do? ଯଦି ତମମାନଙ୍କୁ ଗୋଟିଏ 2 କୋଟି ଟଙ୍କା ଦିଆଯିବ ବା କୋଟି ଟଙ୍କା ଦିଆଯିବ, ଗୋଟିଏ ହପ୍ତା ଭିତରେ ଏହା ତମେ କେମିତି ଖର୍ଚ୍ଚ କରିବ? No, no, no. ହଁ। What are you ready to do in order to receive that 2 crore Okay, rupees okay. in 1 week? ଆଚ୍ଛା, ସୁଯୋଗ ଯଦି ପାଉଛ 2 କୋଟି ଟଙ୍କା ମିଳିବ, ହେଲେ ତମେ କଣ କରିକି 2 କୋଟି ଟଙ୍କା ଗୋଟେ ହପ୍ତା ଭିତରେ କମାଇବା ପାଇଁ ଚେଷ୍ଟା କରିବ? ଏ 2 କୋଟି ଟଙ୍କା କମାଇବା ପାଇଁ They are going to give you free. You don't have to work.
এই 2 କୋଟି ଟଙ୍କା କମେଇବା ପାଇଁ ଗୋଟେ ହପ୍ତା ଭିତରେ ତମେ କଣ କଲେ କମେଇବ କଥା ହେଲା ଏଇଟା। But they will give you 2 crores and they will ask you to what dirty level you can go in order to receive that 2 crores. କିନ୍ତୁ ଏ 2 କୋଟି ପାଇବା ପାଇଁ ତାଙ୍କେ ସବୁଠାରୁ ନିଚ କାମ ଦେଖେଇବେ ଯାହା ଦ୍ୱାରା କି ସେ ସପ୍ତାହ ଭିତରେ ସେ କାମ କରିବାକୁ ପଡ଼ିବ। Some people said we are ready to kill people for 2 crores. ଅନେକ ଲୋକମାନେ କହିଲେ ଠିକ ଅଛି ଆମେ କାହାକୁ ମାରିବା ମଧ୍ୟ ପ୍ରସ୍ତୁତ ଅଛୁ କାହିଁକି ନା ଆମକୁ 2 କୋଟି ଟଙ୍କା ମିଳିବ। Some women said we are ready to become prostitutes for 1 month in order to receive 2 crores. ଆଉ କେତେ କେତେ ସ୍ତ୍ରୀ ମାନେ କହିଲେ ଆମେ ବେଶ୍ୟା ହେବା ପାଇଁ ଆମେ ଚାହୁଁଛୁ କାହିଁକି ନା ଗୋଟେ ମାସ ଆମେ ସେଇ ଜୀବନ ବିତାଇବୁ କାହିଁକି ନା ତାପରେ ଆମକୁ 2 କୋଟି ଟଙ୍କା ମିଳିବ। Your life is very precious. ପ୍ରିୟ ବନ୍ଧୁ ଆମମାନଙ୍କ ଜୀବନ ବହୁମୂଲ୍ୟ। God may take everything from you in order to give you Christ. ପରମେଶ୍ୱର ଆପଣଙ୍କ ସବୁ କିଛି ନେଇଯିବେ କାହିଁକି ଆପଣଙ୍କୁ ମୁକୁଟ ଦେବେ। You don't need the world, you need Jesus. ଆପଣଙ୍କୁ ଆମ ସମସ୍ତଙ୍କୁ ଏ ପୃଥିବୀ ଦରକାର ନାହିଁ କିନ୍ତୁ ଯୀଶୁ ଦରକାର। If like Nebuchadnezzar, if you are allowed to lose everything, praise God, but don't leave Jesus. ପ୍ରିୟ ବନ୍ଧୁମାନେ ନବୁକଦନେଜର ପରି ଯଦି ପରମେଶ୍ୱର ଆପଣଙ୍କ ସବୁ କିଛି ନେଇଯାଉଛନ୍ତି ହେଲେ ଆପଣ ପ୍ରସ୍ତୁତ ହୁଅନ୍ତୁ ଆପଣଙ୍କୁ କ'ଣ ଦରକାର କେବଳ ଯୀଶୁ ଦରକାର। Next verse. ଆସନ୍ତୁ ଆଗକୁ ଯିବା। Verse 33. ଆଚ୍ଛା 33 ସେହି ଦଣ୍ଡରେ ନବୁକଦନେସ୍ଜର ପ୍ରତି ସେହି କଥା ସଫଳ ହେଲା। ଆଉ ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା। ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା। ଶେଷରେ ତାହାର କେଶ ଉତ୍କୃଷ୍ଟ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ହେଲା। Can you imagine your nails like eagle's nails? ଆପଣଙ୍କ ନଖ ପକ୍ଷୀ ପରି ଯଦି ହେଇଯାଏ କେମିତି ଥିବ? Your feathers like eagles, your hair like eagle's wings. ଆଉ ପକ୍ଷୀର ଡେଣା ପରି ଆପଣଙ୍କ ବାଳ ପୁରା ହେଇଯିବ। Imagine that 7 years you are living with a dew falling on your body. ଆଉ 7 ବର୍ଷ ଦେହ ଉପରେ କାକର ପଡୁଛି ଆଉ ଏ ପ୍ରକାର ଜୀବନ ଆପଣ ବିତାଉଛନ୍ତି ହେଲେ କେମିତି ଥିବ? I really don't know whether how much he covered his body because like a beast he stayed. ଆଉ ମୁଁ ଜାଣି ନାହିଁ ତାଙ୍କ ଶରୀର କେତେ ତାଙ୍କେ ଘୋଡେଇ ରଖିଥିଲେ କାହିଁକି ତାଙ୍କେ ପଶୁ ପରି ଥିଲେ। 7 years he didn't use nail cutter probably. ହଁ 7 ବର୍ଷ ହେଇପାରି ସେ ନଖ କାଟି ନଥିବ। How? Imagine 7 years you stay without cutting. 7 ବର୍ଷ ଜଣେ ଲୋକ ନଖ କାଟିକି ଯଦି ନଥିବ ସେ କି ପ୍ରକାର ଜୀବନ ବିତାଉଥିବ? Word of God says God allowed that thing to happen to Nebuchadnezzar. ବାଇବଲ କ'ଣ କହୁଛି? ଇଏ ସବୁ ପରମେଶ୍ୱର ତାକୁ କ'ଣ କଲେ? ରହିବା ପାଇଁ ଏ ଜୀବନ ବିତାଇବା ପାଇଁ ଆଦେଶ ଦେଲେ। What do you learn from this? ଏଥିରୁ ଆମେ କ'ଣ ଶିଖି ପାରିଲୁ? What do you learn from this? ଏଥିରୁ ଆମେ କ'ଣ ଶିଖି ପାରିଲୁ? Who gave kingdom to Nebuchadnezzar? ଏଇ ରାଜାକୁ କିଏ ରାଜ୍ୟ ଦେଲେ? Then he is God and God is only taking it out. Why? ପରମେଶ୍ୱର ଦେଲେ ଆଉ ପରମେଶ୍ୱର ନେଇଗଲେ କାହିଁକି? Because whatever he received from the Lord, he said, it is mine. ପ୍ରିୟ ବନ୍ଧୁ ଏହାର କାରଣ ହେଲା ସେ ଯାହା ସବୁ ପରମେଶ୍ୱରଙ୍କୁ ପାଇଲା ସେ କହିଲା ଏ ସବୁ ମୋର। Is that the same story of yours? ପ୍ରିୟ ବନ୍ଧୁ କ'ଣ ଆପଣମାନଙ୍କ ଜୀବନରେ ମଧ୍ୟ ଏ ପ୍ରକାର ଅଛି କି? The money that you have is not yours, God's money. ଯୋଉ ପଇସା ଆପଣଙ୍କ ପାଖରେ ଅଛି ଏଟା ଆପଣଙ୍କ ନାହିଁ କାହାର? ପରମେଶ୍ୱରଙ୍କର। The dress that you are wearing is not from you, not because you have worked hard. It is God who has given. ଯୋଉ ଡ୍ରେସ୍ ଆପଣ ପିନ୍ଧୁଛନ୍ତି ଏହା ଆପଣ ନିଜେ କରିନାହାନ୍ତି କିଏ ଦେଇଛନ୍ତି? ପରମେଶ୍ୱର ଦେଇଛନ୍ତି। The husband, the wife, the children that you have received is a gift from God. ଯୋଉ ସ୍ତ୍ରୀ ବା ପୁରୁଷ ବା ସନ୍ତାନ ଆମ ପାଖରେ ଅଛି ଏହା କିଏ ଦେଇଛନ୍ତି? ପରମେଶ୍ୱର ଦେଇଛନ୍ତି। If you receive anything from the Lord, use it for God. ଯାହା କିଛି ଆପଣମାନେ ଈଶ୍ୱରଙ୍କ ଠାରୁ ପାଉଛନ୍ତି ଏହା କେବଳ ଈଶ୍ୱରଙ୍କ ପାଇଁ ବ୍ୟବହାର କରିବା। If you use it for yours, then God will take it out. ଯଦି ଏହା ଆପଣଙ୍କ ପାଇଁ ଆପଣ ବ୍ୟବହାର କରୁଛନ୍ତି ହେଲେ ପରମେଶ୍ୱର ନେଇଯିବ।
The work that you are doing is not because you are highly educated, it is because God has given you that work. ଆଜି ଯୋଉ କାମ ଆପଣ କରୁଛନ୍ତି ଏହାର ଅର୍ଥ ନୁହେଁ କି ଆପଣ ସବୁଠାରୁ ବହୁତ ଶିକ୍ଷା ପାଇଛ, କିନ୍ତୁ ଏହା ପରମେଶ୍ୱର ଏ କାମ ଦେଇଛନ୍ତି। Never take glory to self, give glory only to God. କେବେ ହେଲେ ମଧ୍ୟ ନିଜ ପାଇଁ ମହିମା ଗୌରବ ନେବା ନାହିଁ, କିନ୍ତୁ ସବୁ ସମୟରେ ପରମେଶ୍ୱରଙ୍କ ମହିମା ଗୌରବ କରିବା। Next verse. ଆସନ୍ତୁ ଆଗକୁ ଯିବା। ଅନନ୍ତର ସମୟର ଶେଷରେ ମୁଁ ନବକିତ ନିଶ୍ଚୟ ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କଲି। ତହିଁରେ ମୋର ବୁଦ୍ଧି ମୋ କତିକୁ ଫେରି ଆସିଲା। ତହୁ ମୁଁ ସର୍ବପରିସ୍ତଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତ ଜୀବୀ ତାହାଙ୍କର ପ୍ରଶଂସା ଓ ସମାଦର କଲି, କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। Word of God says, after this long 7 years, Nebuchadnezzar got his mind back. ପ୍ରିୟ ବନ୍ଧୁମାନେ, 7 ବର୍ଷ ପରେ ନବୁକଦନେଜରକୁ ଯୋଉ ମନୁଷ୍ୟ ଭାବନା ଥିଲା ସେ ମନୁଷ୍ୟ ଭାବନା ପରମେଶ୍ୱର ଆଉ ଥରେ ଦେଲେ। And then word of God says that he lifted his eyes to heaven. ଆଉ ଈଶ୍ୱରଙ୍କ ବାକ୍ୟ କ'ଣ କହେ? ତାଙ୍କ ଚକ୍ଷୁ ଟେକି ପରମେଶ୍ୱର ଆଡ଼କୁ ଦେଖିଲା। All the while he was looking only to himself and the things of his kingdom. ଏତେ ଦିନ ସେ କାହାକୁ ଦେଖୁଥିଲା? ନିଜକୁ ଏବଂ ଜାଗତୀୟ ଜିନିଷ ମାନଙ୍କୁ ସିଏ ଦେଖୁଥିଲା। But now he looks unto heaven and says, there is a most high God in heaven. ବର୍ତ୍ତମାନ ସେ କ'ଣ କଲେ? ଉପରକୁ ଦେଖିଲେ, ପରମେଶ୍ୱରକୁ ଦେଖିଲେ ଏବଂ କହିଲେ ସ୍ୱର୍ଗରେ ପରମେଶ୍ୱର ଅଛନ୍ତି। And his kingdom is forever. ଆଉ ତାଙ୍କର ରାଜ୍ୟ ଚିରସ୍ଥାୟୀ। Verse 35. ଆଉ 35 ପୁଣି ପୃଥିବୀ ନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ, ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀ ନିବାସୀ ଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି, ଆଉ କେହି ତାହାଙ୍କର ହସ୍ତ ସ୍ଥଗିତ କରି ନପାରେ ଓ ତୁମ୍ଭେ କ'ଣ କରୁଅଛ ଏହା ତାହାକୁ କହି ନପାରେ। Can you question God? ଆମେ କ'ଣ ପରମେଶ୍ୱରକୁ ପ୍ରଶ୍ନ କରିପାରିବା କି? Today morning, Auntie Mrs. Dell was saying, you cannot even choose your parents. ଆଜି ଯୋଉ ମା ଆଜି ସକାଳେ ଆମର ବାକ୍ୟ କହିଥିଲେ ସେ କ'ଣ କହିଲେ? ତମେ ମାନେ ନିଜ ନିଜ ବାପା ମାନଙ୍କୁ ତମେ ବାଛି ପାରିବ ନାହିଁ। You cannot do simple thing. ଆମେ ଛୋଟ ଜିନିଷ ଆମେ କରିପାରିବା ନାହିଁ। Then why do we take glory to our own self? ହେଲେ କାହିଁକି ଆମେ ନିଜକୁ ଏତେ ମହିମା ଗୌରବ ନେଉ? You cannot choose your name. ନିଜର ନାଁ ମଧ୍ୟ ଆମେ ବାଛି ପାରୁନୁ। Your parents have given you the name. ବାପା ମା ଆମକୁ ନାଁ ଦେଇଛନ୍ତି। Such a simple thing we cannot do. Why we should have pride? ଏ ଛୋଟ ଛୋଟ ଜିନିଷ ଯେତେବେଳେ ଆମେ କରିପାରୁନୁ ଆମ ଭିତରେ କାହିଁକି ସେ ଅହଙ୍କାର ଏବଂ ସେ ଗର୍ବ ଅଛି? Listen to this message very carefully. ପ୍ରିୟ ବନ୍ଧୁମାନେ, ଆଜିର ସୁସମାଚାରକୁ ଧ୍ୟାନ ଦେଇ ଶୁଣନ୍ତୁ, Because you are going to give the title to today's message. ଆଜିର ଯୋଉ ବିଷୟ ଆମେ ଶିଖୁଅଛୁ ଏଇ ବିଷୟବସ୍ତୁକୁ ଆପଣ ସେ ଚିରନାମା ଦେବେ। Word of God says in verse 36. ଈଶ୍ୱରଙ୍କ ବାକ୍ୟ କହେ 36ରେ 36, yes. 36ରେ କହେ, ସେହି ସମୟରେ ମୋ ବୁଦ୍ଧି ମୋ କତିକୁ ଫେରି ଆସିଲା ଓ ମୋ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋ କତିକୁ ଫେରି ଆସିଲା। ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ। ପୁଣି ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା। Look at this picture. ପ୍ରିୟ ବନ୍ଧୁମାନେ ଏ ବାକ୍ୟ ଦେଖନ୍ତୁ। Now he is good looking good, isn't it? ବର୍ତ୍ତମାନ ସେ କେମିତି ଦେଖାଯାଉଛି? But look at this. ସେ ଛବି ଦେଖନ୍ତୁ, ବର୍ତ୍ତମାନ ସେ ରାଜା କେମିତି ଦେଖାଯାଉଛନ୍ତି? This is nice picture, right? ଏଟା ସୁନ୍ଦର ଛବି କି ନାହିଁ? What about this? ହେଲେ ଏଇ ଛବି କେମିତି ଅଛି? From here, God is bringing him here. ଦେଖନ୍ତୁ, ଯୋଉଠାରୁ ଆରମ୍ଭ କରିଥିଲା ସେ ପଶୁଠାରୁ ଆଉ ପରମେଶ୍ୱର ସିଂହାସନକୁ ଆଣିଲେ। Now do you understand why the root of the tree was not taken out? ଆଚ୍ଛା, ଏଥର ବୁଝିଲେ ସେ ଗଛର ଚେରଟା କାହିଁକି ଝିକା ହେଇନଥିଲା? Root was kept. ସେ ଚେର ଝିକାଇଥିଲା କି? That means his kingdom was given back to him. ଏହାର ଅର୍ଥ କ'ଣ? ଆଉ ଥରେ ସେ ରାଜାଙ୍କୁ ତାଙ୍କ ରାଜ୍ୟ ଦିଆଯାଇଥିଲା। Sometimes God will take away everything from you, and once you come to Christ, he will give you back. ପ୍ରିୟ ବନ୍ଧୁମାନେ, କେବେ କେବେ ପରମେଶ୍ୱର ଆମ ହସ୍ତରୁ ସବୁ କିଛି ନେଇ ଯାଆନ୍ତି, କିନ୍ତୁ ଯେତେବେଳେ ଆମେ
ଫେରି ଆସିବା ସେଇ ସମୟରେ ପରମେଶ୍ୱର ଆମମାନଙ୍କୁ ସବୁ ଦିଅନ୍ତି। Last verse. ଶେଷ ବଚନ ଏଣୁ ମୁଁ ନଖୁଦ ନିଶ୍ଚର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା ପ୍ରତିଷ୍ଠା ଓ ସମାଦର କରୁଅଛି, କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥ ସକଳ ନ୍ୟାଯ୍ୟ। ପୁଣି ଯେଉଁମାନେ ଗର୍ବାଚରଣ କରନ୍ତି ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି। Word of God says, Nebuchadnezzar writes this and ଈଶ୍ୱରଙ୍କ says, ବାକ୍ୟ କହେ ଏଇ ଯୋଉ ଆଦେଶ ତାଙ୍କେ ଲେଖନ୍ତି and he says, God knows how to humble people. ଆଉ ସେ କଣ ଲେଖୁଛି ପରମେଶ୍ୱର ଜାଣିଛନ୍ତି ଲୋକମାନଙ୍କୁ ତାଙ୍କେ କି ପ୍ରକାର ନମ୍ର କରେଇବେ। Now listen carefully. Everyone look at me. ଆଉ ସମସ୍ତେ ୟାର ଦେଖନ୍ତୁ If someone is telling you about your sins and problems, don't ignore it. ଯଦି କୌଣସି ଲୋକ ଆପଣଙ୍କୁ ଆପଣଙ୍କ ପାପ ବିଷୟରେ କହୁଅଛି ଆପଣ ତାହାକୁ ତ୍ୟାଗ କରିବେ ନାହିଁ। Humble yourself in front of God. ଈଶ୍ୱରଙ୍କ ସାମରେ ନମ୍ର ହୁଅ। If you don't repent in private, God will humiliate you in public. ଯଦି ଆମେ ଗୁପ୍ତରେ ଯଦି ଆମେ ନମ୍ର ହେବା ନାହିଁ ଅନୁତାପ କରିବା ନାହିଁ ହେଲେ ପରମେଶ୍ୱର ଆମକୁ ସମସ୍ତଙ୍କ ସାମ୍ନାରେ ପରିହାସ କରେଇବେ। Did you understand what he said? ବୁଝିପାରିଲେ ମୁଁ କଣ କହିଲି? If someone is telling you about your sins, your mistakes, your faults, repent, go to Christ and repent personally. ଯଦି ଆପଣଙ୍କୁ ଯଦି କୌଣସି ଲୋକ ଆପଣଙ୍କ ପାପକୁ ଆପଣଙ୍କ ଭୁଲକୁ ଯଦି ଆପଣଙ୍କ ସାମ୍ନାରେ କହୁଛନ୍ତି ହେଲେ ଆପଣ ଗୁପ୍ତରେ ଯାଇକି ପରମେଶ୍ୱର ସାମ୍ନାରେ କଣ କରନ୍ତୁ କ୍ଷମା ମାଗନ୍ତୁ। But if you don't do that, then God will humiliate you in front of everyone like this. ଯଦି ଆମେ ଗୁପ୍ତରେ ଯଦି ପ୍ରାର୍ଥନା କରି କ୍ଷମା ନ ମାଗିବା ହେଲେ ପରମେଶ୍ୱର ସମସ୍ତଙ୍କ ସାମ୍ନାରେ କଣ କରିବେ ଆମମାନଙ୍କୁ ପରିହାସ କରାଇବେ। When Daniel told Nebuchadnezzar, leave your sins, he should have repented, isn't it? ଯେତେବେଳେ ଦାନିଏଲ ରାଜା କହିଲା ହେ ରାଜା ତୁମର ଏ ପାପକୁ ତମେ ସ୍ୱୀକାର କର ଭୁଲି ଯାଅ ଆଉ କର ନାହିଁ ବୋଲି କହିଥିଲା Then these things wouldn't have happened. ହେଲେ ଏହି ପ୍ରକାର ଜୀବନ ସେ ବିତାଇ ନଥାନ୍ତା। But because he did not listen to Daniel, look at what happened to him. ଆଉ ଯଦି ଯେତେବେଳେ ସେ ଦାନିଏଲର ଆଦେଶକୁ ଦାନିଏଲର କଣ କହିବେ କଥାକୁ ସେ ମାନିଲା ନାହିଁ ବୋଲି ତାର ଜୀବନରେ ଦେଖଣ କି ପ୍ରକାର ସମସ୍ୟା ହେଇଥିଲା। How many of you want to get humiliated like this in front of everyone in the society? ପ୍ରିୟ ବନ୍ଧୁମାନେ ଏଇ ରାଜାଙ୍କ ପରେ ଆମେ କେତେ ଜଣ ସମସ୍ତଙ୍କ ସାମ୍ନାରେ କଣ ପରିହାସ ହେବା ପାଇଁ ଚାହୁଁଛୁ? Don't ask this from God. When God is telling you some sins, go to your closet, ask for forgiveness, repent. ଯଦି ପରମେଶ୍ୱର ଆପଣଙ୍କର କିଛି ମାଗୁଅଛନ୍ତି ହେଲେ ଯାଆନ୍ତୁ ଆଉ ନିଜର ପାପକୁ ସ୍ୱୀକାର କରନ୍ତୁ। In Christian life, ଖ୍ରୀଷ୍ଟୀୟ ଜୀବନରେ whether your starting is good or bad does not matter much. ଆପଣ ଭୁଲ କି ମନ୍ଦରେ ଆରମ୍ଭ କରୁଛନ୍ତି ଏହା ବେଶୀ ଗୁରୁତ୍ୱ ନୁହେଁ But the ending part should be very good. କିନ୍ତୁ ଶେଷରେ ଯୋଉ ସମାପ୍ତ ହେବ ତାହା ଭଲ ହେବାର ଅଛି। Are you able to understand? ଆପଣ ବୁଝିପାରିଲେ? Your life must have started worshipping idols. ଆମମାନଙ୍କ ଜୀବନ ହେଇପାରେ ମୂର୍ତ୍ତି ପୂଜା କରୁ କରୁ ଆରମ୍ଭ ହେଇଥାଇପାରେ But your life ending should be that you should praise God. କିନ୍ତୁ ଆମମାନଙ୍କ ଜୀବନ ଶେଷରେ କଣ ହେବାର ଅଛି ଆମେ ସତ୍ୟ ପରମେଶ୍ୱରଙ୍କ ପୂଜା ଏବଂ ପ୍ରଶଂସା କରିବାର ଅଛି। Your ending part of your life should be the best. ପ୍ରିୟ ବନ୍ଧୁ ଆମ ଜୀବନର ଶେଷ ଭାଗ ଆମ ଜୀବନର ଶ୍ରେଷ୍ଠ ଭାଗ ହେବାର ଅଛି। Many people have been worshipping idols, they didn't know about God. ଅନେକ ଲୋକମାନେ ଅନେକ ମୂର୍ତ୍ତି ପୂଜା କରୁଥିଲେ ସେମାନେ ଈଶ୍ୱରଙ୍କ ବିଷୟ ଜାଣିନାହାନ୍ତି And afterwards, when they came to Jesus, they gave their hearts and life to God completely. କିନ୍ତୁ ଯେତେବେଳେ ତାଙ୍କେ ଈଶ୍ୱରଙ୍କ ବିଷୟ ଜାଣିଲେ ତାଙ୍କେ ପୁରା ସମର୍ପିତ ଭାବେ ତାଙ୍କ ହୃଦୟ ପରମେଶ୍ୱରଙ୍କ ହସ୍ତରେ ଦେଇଦେଲେ। And you know, those people died in Christ Jesus. ପ୍ରିୟ ବନ୍ଧୁମାନେ ଆପଣ ଜାଣିଛନ୍ତି ସେମାନେ କଣ କଲେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୃତ୍ୟୁବରଣ କରିଥିଲେ। But if you don't accept Christ, your beginning is also a problem, your ending is also a problem. ଯଦି ଆମେ ଆମର ଯଦି ଈଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରିନୁ ନିଜ ତ୍ରାଣକର୍ତ୍ତା ଭାବେ ଆମେ ଗ୍ରହଣ କରିନୁ ଆପଣଙ୍କ ଆରମ୍ଭ ମଧ୍ୟ ଖରାପ ଏବଂ ଆପଣଙ୍କର ଶେଷ ମଧ୍ୟ ଖରାପ। Many of your life at the beginning must have been a problematic life.
ଆମମାନଙ୍କ ଅନେକଙ୍କ ଜୀବନ ହେଇପାରେ ଆରମ୍ଭରେ ଗୋଟେ ସମସ୍ୟାପୂର୍ଣ୍ଣ ଜୀବନ ହେଇପାରେ, full of sins. ଅନେକ ପାପରେ ପରିପୂର୍ଣ୍ଣ। But now God has given you a chance to do a very good ending. ପ୍ରିୟ ବନ୍ଧୁମାନେ, ବର୍ତ୍ତମାନ ଆମେ ସମସ୍ତଙ୍କୁ ପରମେଶ୍ୱର ସୁଯୋଗ ଦେଇଛନ୍ତି ଯେପରିକି ଆମର ଶେଷ ସର୍ବଶ୍ରେଷ୍ଠ ହେଇପାରିବ। Your life story should end with a very good note. ପ୍ରିୟ ବନ୍ଧୁମାନେ, ଆମମାନଙ୍କ ଜୀବନ ଶେଷରେ ଗୋଟେ ଭଲ ବିଶ୍ୱାସରେ ଶେଷ ହେବାର ଅଛି। Can you do something, anything about your past life now? ଆଚ୍ଛା, ଆମମାନଙ୍କ ବିତି ଯାଇଥିବା ଦିନମାନଙ୍କ ପାଇଁ ଆମେ କିଛି କରିପାରିବା କି? ନା Can you do something about your past? ଯାହା ସବୁ ଘଟି ଯାଇଛି ସେଇ ଦିନମାନଙ୍କ ପାଇଁ ଆମେ କିଛି କରିପାରିବା କି? Can you change your past? ଆମମାନଙ୍କ ପୁରାତନ ଜୀବନକୁ ଆମେ ବଦଳେଇ ପାରିବା କି? What you have with you is present and future. ବର୍ତ୍ତମାନ ଆମ ପାଖରେ କ'ଣ ଅଛି? ବର୍ତ୍ତମାନ ଏବଂ ଭବିଷ୍ୟତ। What you can do is accept Christ today and give your life to Him and live a Christian life. ହେଲେ ବର୍ତ୍ତମାନ ଆମେ କ'ଣ କରିପାରିବା? ଆମ ହୃଦୟକୁ ତାଙ୍କ ହସ୍ତରେ ସମର୍ପିତ କରିଦେଇକି ସେଇ ଖ୍ରୀଷ୍ଟୀୟ ଜୀବନ ଆନନ୍ଦରେ ବିତେଇବା। My friends, ମୋର early ପ୍ରିୟ ଭାଇ। morning you are going into the nature. ପ୍ରତିଦିନ ଆପଣମାନେ ପ୍ରକୃତି ପାଖକୁ ଯାଉଛନ୍ତି। 7 years this man was in nature continuously. ଏଇ ମଣିଷ ସେଇ ପ୍ରକୃତିରେ କେତେ ବର୍ଷ ଥିଲେ? 7 ବର୍ଷ ଥିଲେ। How many times you would like to spend time in nature like that? ଆଚ୍ଛା, ପ୍ରାକୃତିକରେ ଆପଣ କେତେ ସମୟ ବିତାଇବା ପାଇଁ ଚାହୁଁଛନ୍ତି? Sometimes you like to come in the church and sit. କେବେ କେବେ ମଣ୍ଡଳୀକୁ ଆସି ପ୍ରାର୍ଥନା କରିବାକୁ ଚାହିଁବେ, Sometimes you want to be with your wife, husband and children. ଆଉ କେବେ କେବେ ପୁଅ ଝିଅ ଏବଂ ସ୍ତ୍ରୀ ପୁରୁଷ ସହିତ ମିଳିମିଶି ରହିବା ପାଇଁ ଚାହୁଁ, Sometimes you want to do something which is good and happy. ଆଉ କେବେ କେବେ କୌଣସି ଜିନିଷ କରୁ ଯାହାକି ଆମ ପାଇଁ ଭଲ ଏବଂ ଆନନ୍ଦ ଆଣେ। This man was nothing more than an animal. ବର୍ତ୍ତମାନ ଏଇ ଲୋକଟା ଜଣେ ପଶୁରୁ ଜୀବନ ଠାରୁ ମଧ୍ୟ କଦର୍ଯ୍ୟ ଜୀବନ ବିତାଇଲା। More your pride, more your sufferings. ଯେତେ ଅହଙ୍କାର ସେତିକି ଦୁଃଖ କଷ୍ଟ ଆସିବ। No pride, no humiliation. ଅହଙ୍କାର ଗର୍ବ ଯଦି ନାହିଁ ତାହେଲେ ଆମେ କ'ଣ ପରିହାସ ମଧ୍ୟ ହେବା ନାହିଁ। I'll give you 2 minutes. I'll give you 2 minutes. Within 2 minutes, you tell me what you want to title this. ଆଚ୍ଛା, ଆପଣମାନଙ୍କୁ 2 ମିନିଟ୍ ଦେବି। ଏଇ 2 ମିନିଟ୍ ଭିତରେ ଆଜିର ଯାହା କିଛି ଆମେ ଶିଖିଲୁ ଏଇଟାକୁ ଆମେ କୋଉ ଚିରନାମା ଦେଇପାରିବା, କୋଉ ନାମ ଦେଇପାରିବା? ଭାବନ୍ତୁ। ଭାବନ୍ତୁ, ଆଜିର ଯୋଉ ଶିକ୍ଷା ବର୍ତ୍ତମାନ ଆମେ ପାଇଲୁ ଏଇ ଯୋଉ ଶିକ୍ଷାକୁ ଆମେ କୋଉ ନାମ ଦେଇପାରିବା ଟିକେ ଭାବନ୍ତୁ। I can give title, but I want you to tell me. ଆଜ୍ଞା, ସେ ନାମ ଦେଇପାରିବେ କିନ୍ତୁ ଆପଣ ଚାହୁଁଛନ୍ତି ସେ ବିଷୟବସ୍ତୁର ନାମ। इतना बड़ा परिवर्तित जीवन है और what else? एक्सपीरियंस एंड रिटर्न। हाँ बहनों, आपने क्या सीखा? जिंदगी की शुरुआत कैसे भी क्यों ना हो, उसका आखिर जो है वो बहुत अच्छा होना चाहिए। जीवनर आरंभ जे प्रकार ना हो किंतु शेष मात्र भलो हो। यहोवा का वचन कहता है ईश्वर का वाक्य कहूँ कि यहोवा ने नबूकदनेस्सर को बहुत सारी आशीषें दी, बहुत सारी चीजें दी। परमेश्वर नबूकदनेस्सर को बहुत किछि देथिले। अब आपको पता चला कि नबूकदनेस्सर राजा को दूसरे अध्याय में वो सपना क्यों मिला? आपण जानि छथि काहे कि नबूकदनेस्सर राजा को द्वितीय पर्व रे से स्वप्न दिया जायथिला? Because God wanted to save Nebuchadnezzar. काहे कि ना परमेश्वर राजा नबूकदनेस्सर को मध्य उद्धार करिया पय चाहुथिला। Are you able to know? Are you able to follow now? आपण माने बर्तन बुझी पारले?
How many of us want to make a commitment? ବର୍ତ୍ତମାନ ଆମେ କେତେ ଜଣ ନିଜର ଜୀବନ ସମର୍ପିତ କରିବା ପାଇଁ ଚାହୁଁଛୁ? I'm very serious now. ମୁଁ ବର୍ତ୍ତମାନ ବହୁତ ଭାବି ଚିନ୍ତି ଆପଣମାନଙ୍କୁ କହୁଛି, ଗଭୀର ଭାବେ କହୁଛି, Don't look at each other and take decision. କାହାକୁ ଦେଖନ୍ତି ନ ଦେଖିକି ନିର୍ଣ୍ଣୟ କରନ୍ତୁ। How many of you want to give your heart and life to God and say, God, I repent of my sins? ଆପଣମାନେ କେତେ ଜଣ ନିର୍ଣ୍ଣୟ ନେବା ଚାହୁଁଛନ୍ତି, ହେ ପରମେଶ୍ୱର ଆଜି ମୋର ପାପକୁ ମୁଁ ସ୍ୱୀକାର କରୁଅଛି। I don't want to live life like this. ଏଇ ଯୋଉ ରାଜାଙ୍କ ପରି 7 ବର୍ଷ ଯୋଉ ଜୀବନ ବଞ୍ଚିଲେ ସେଇ ଜୀବନ ମୁଁ ବିତାଇବା ପାଇଁ ଚାହୁଁନାହିଁ। I don't want to suffer like him. ତାଙ୍କ ପରି ଦୁଃଖ ଅନୁଭବ କରିବା ଚାହେଁ ନାହିଁ। I don't want you to take away the blessings from me, the things that you have given me. ଆଉ ଯୋଉ ଆଶୀର୍ବାଦ ଦେଇଛ ସେ ଆଶୀର୍ବାଦକୁ ଦୟାକରି ମୋ ଠାରୁ ମୁଁ ଚାହୁଁନାହିଁ କି ଆପଣ ନିଅନ୍ତୁ। How many of us want to give our hearts to him? ପ୍ରିୟ ବନ୍ଧୁ, ଏସବୁ ଶୁଣିଲା ପରେ ଆମେ କେତେ ଜଣ ବର୍ତ୍ତମାନ ଆମର ଜୀବନ ତାଙ୍କ ହସ୍ତରେ ସମର୍ପିତ କରିବାକୁ ଚାହୁଁଛୁ? This world cannot give you anything. ଏ ପୃଥିବୀ ଆପଣଙ୍କୁ କିଛି ଦେଇପାରିବ ନାହିଁ। Only thing that you and I have is Christ Jesus. ଆଉ ଯୋଉ ଜିନିଷ ଆପଣଙ୍କ ପାଖରେ ମୋ ପାଖରେ ଅଛି ତାହା କେବଳ ଯୀଶୁ ଖ୍ରୀଷ୍ଟ। And that Christ Jesus is enough for us. ଆଉ ସେ ଯୀଶୁ ଖ୍ରୀଷ୍ଟ ହିଁ ଯଥେଷ୍ଟ ଆମ ପାଇଁ। How many of us want to give our hearts and life to him? କେତେ ଜଣ ବର୍ତ୍ତମାନ ନିଜର ହୃଦୟ ନିଜର ମନୋଭାବ ସବୁ ଯୀଶୁଙ୍କ ହସ୍ତରେ ସମର୍ପିତ କରିବାକୁ ଚାହୁଁଛନ୍ତି? If that's your commitment, only those people I want to stand. କେବଳ ଯଦି ତାଙ୍କ ନିଜର ଜୀବନ ଈଶ୍ୱରଙ୍କ ହସ୍ତରେ ଉତ୍ସର୍ଗିତ କରିବାକୁ ଚାହୁଁଛନ୍ତି, କେବଳ ସେଇମାନେ ହିଁ ଠିଆ ହୁଅନ୍ତୁ। I want you to give your heart and life to God ମୁଁ ଚାହୁଁଛି ଆପଣମାନେ ନିଜ ଜୀବନ ଯୀଶୁଙ୍କ ହସ୍ତରେ ସମର୍ପିତ କରନ୍ତୁ and say to God, God, everything that I have is yours. ଆଉ ନିଜ କହନ୍ତୁ ପରମେଶ୍ୱରକୁ, ହେ ପରମେଶ୍ୱର ମୋର ଯାହା କିଛି ଅଛି ସବୁ କିଛି ତୁମର। Give everything into the Lord's hand and Lord knows how to deal with it. ଭାଇ ଭଉଣୀମାନେ ସବୁ କିଛି ଈଶ୍ୱରଙ୍କ ହାତରେ ସମର୍ପିତ କରିଦିଅ ଏବଂ ଈଶ୍ୱର ଜାଣିଛନ୍ତି ଆମମାନଙ୍କୁ କି ପ୍ରକାର ଆଶୀର୍ବାଦ କରିବେ। God wants to save each one of us. ଆମେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଚାହୁଁଛନ୍ତି। Listen to the voice of God. He's saying, leave sin and choose Savior. Leave sin and choose a Savior. ପରମେଶ୍ୱର କହୁଛନ୍ତି ପାପକୁ ଛାଡ଼ କିନ୍ତୁ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତାକୁ ତମେ ତାଙ୍କର ପଥଗାମୀ ହୁଅ। God wants to give us life forever. ପ୍ରିୟ ବନ୍ଧୁ, ପରମେଶ୍ୱର ଆମମାନଙ୍କୁ ଅନନ୍ତ ଜୀବନ ଦେବାକୁ ଚାହୁଁଛନ୍ତି। May God help us and bless us. ପରମେଶ୍ୱର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସାହାଯ୍ୟ କରନ୍ତୁ। Let us pray. ଆସନ୍ତୁ ପ୍ରାର୍ଥନା କରିବା। Let us kneel down. ଆସନ୍ତୁ ଆମେ ଆଣ୍ଠୁପାତି ପ୍ରାର୍ଥନା କରିବା। Loving and caring Father, ହେ ଆମମାନଙ୍କ ପ୍ରେମମୟ ଯତ୍ନକାରୀ ପରମେଶ୍ୱର, thank you for teaching us that you are not giving up on us immediately. ବହୁତ ଧନ୍ୟବାଦ କି ଆମେ ଜାଣୁ କି ଆମମାନଙ୍କୁ ତମେ ଏତେ ଜଲ୍ଦି ଛାଡ଼ିବା ପାଇଁ ଚାହୁଁନାହାନ୍ତି। Father, you have been pleading with us for years and years now. ହେ ପରମେଶ୍ୱର ଆମକୁ ଅନେକ ବର୍ଷ ଧରି ନିବେଦନ କରି ଆମମାନଙ୍କୁ ଡାକୁଅଛ। Lord, we ask forgiveness for not listening to you. ଆମମାନେ ଯୋଉ ବାକ୍ୟ ତୁମର ବାକ୍ୟ ଶୁଣିନୁ ଏଥିପାଇଁ ଆମେ କ୍ଷମା ମାଗୁଅଛୁ। Lord, you sent so many people to tell us what our sins and what our problems are. ପରମେଶ୍ୱର ତମେ ଅନେକ ଲୋକମାନଙ୍କୁ ପଠେଇଛ ଆଉ ସେମାନେ ଆମର ପାପକୁ ଆମକୁ ବୁଝେଇଥିଲେ କହିଥିଲେ ମଧ୍ୟ, But Father, we never took it serious. କିନ୍ତୁ ଆମେ ଏହା ଗଭୀର ଭାବେ ଆଲୋଚନା କରିନୁ। Sometimes you use sickness to bring us closer to you. କେବେ କେବେ ଅସୁସ୍ଥତାକୁ ବ୍ୟବହାର କରିକି ଆମମାନଙ୍କୁ ତୁମର ପାଖକୁ ଆଣିଅଛ। But Father, after getting well, we did not value it. ଆଉ କେବେ କେବେ ସୁସ୍ଥ ହେଲା ପରେ ଆମେ ଭୁଲିଗଲୁ, ସେ ମୂଲ୍ୟକୁ ଆମେ ଭୁଲିଗଲୁ। Sometimes, Father, there were family fights, and through that, you wanted us to come to you. କେବେ କେବେ ପରିବାରରେ ସମସ୍ୟା ହେଇଛି ଆଉ ଯାହା ଦ୍ୱାରା ତମେ ଆମମାନଙ୍କୁ ତୁମର ପାଖକୁ ଆଣିବାକୁ ଚାହିଁଥିଲ। We came to you, and when the problem was over, we left you. ଆଉ ଯେତେବେଳେ ଆମେ ତୁମ ପାଖକୁ ଆସିଲୁ ଆମର ସମସ୍ୟାର ସମାଧାନ ହେଇଗଲା, ତାପରେ ଆମେ ଭୁଲି ନିଜ ରାସ୍ତାକୁ ପଳେଇଲୁ। Father, now we come unto you. ପରମେଶ୍ୱର ବର୍ତ୍ତମାନ ଆମେ ସମସ୍ତେ ତୁମର ପାଖକୁ ଆସୁଅଛୁ। Before it is too late, Father, we want to give our heart and life to you. ଜୀବନର ପଥରେ ବହୁତ ଡେରି ହେବା ପୂର୍ବେ ଆମେ ତୁମର ପାଖକୁ ଆସିକରି ଆମ ଜୀବନ ସମର୍ପିତ କରୁଅଛୁ। Father, we don't want to suffer in this world anymore. ଏଇ ଦୁନିଆରେ ଏଇ ପୃଥିବୀରେ ଆଉ ଥରେ ଏଇ ଦୁଃଖ ଅନୁଭବ କରିବା ପାଇଁ ଆମେ ଚାହୁଁ ପରମ ପିତା। We want to give our hearts and life to you so that your coming will be sooner. ଆମ ଜୀବନ ଆମ ସବୁ କିଛି ତୁମ ହସ୍ତରେ ସମର୍ପିତ କରିବା ପାଇଁ ଚାହୁଁଛୁ, କାହିଁକି ତମେ ଅତି ଶୀଘ୍ର ଆସୁଅଛ। Father, cleanse us from all our sins. ପ୍ରତ୍ୟେକ ପାପରୁ ଆମକୁ ପରିଷ୍କାର କର ପିତା ପରମ ପିତା। Fill us with your Holy Spirit. ତୁମର ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। Change our hearts and life.
आमको जीवन को परिवर्तन करो, आम हृदय को परिवर्तन करो, so that we may live from here on only and only for you. आज ठारू केवल आमे केवल तुमरी पाई एवं सब पवित्र जीवन बिताइबो। Father, you have seen your children knelt down before you. आज हे परमेश्वर तुमरी दास दासी माने तुमर ऊपर निर्भर करिकी आंटुपाती प्रार्थना करो छंती। I pray, Father, that by your grace you would give them strength to live a holy and a righteous life. हे परमेश्वर मो प्रार्थना करछि तुमरी अनुग्रह द्वारा एमानंकु सहाय्य कर जेपरि के हम छिड़ाई पारिबे। Father, please save each one of us in the kingdom of heaven, परमेश्वर आमे समस्त को दया करी तुम राज्य रे स्थान दियो, where we will be able to meet Daniel and Nebuchadnezzar. आमे समस्त ही पारे सेही दिन रे दानिएल एवं नबुकदनेस्सर को मध्ये आमे भेटी पारिबो। Let it be our privilege to see them and to meet and also be with Christ. ଏହା हमर सुजोग हो कि सेही दिन व्यक्ति को देखिबु एवं यीशु को मध्ये साक्षात करि पारिबो। Thank you so much for everything that you have done. आमे धन्यवाद दउछु जहा किछि हम जीवन रे तमे करियछ। For this prayer we pray in Jesus' name. ए प्रार्थना यीशु को नाम को छु। Amen. आमेन।